हेलो एवरीवन मो यूट्यूब चैनल रे आपण मानकु स्वागत जनाउछि। प्रथम प्रश्न क्षेत्र महात्म्यर रचयिता किए? उत्तर हाड़ीदास क्षेत्र महात्म्यर रचयिता। परवर्ती प्रश्न पद्मावती अभिलाष काव्यर रचयिता किए? उत्तर निशंक राय पद्मावती अभिलाष काव्यर रचयिता। कांचनलतार रचयिता किए? उत्तर श्रीधर द्विज कांचनलतार रचयिता। परवर्ती प्रश्न उपासना चंद्रोदयर स्रष्टा किए? उत्तर कृपासिंधु दास उपासना चंद्रोदयर स्रष्टा। परवर्ती प्रश्न तिलोत्तमार नृत्य केउ काव्य प्रकाश पाइछि? उत्तर परिमला काव्य तिलोत्तमार नृत्य प्रकाश पाइछि। अर्थतारिणी ग्रंथर रचयिता किए? उत्तर अनंत दास अर्थतारिणी ग्रंथर रचयिता। परवर्ती प्रश्न भागवतर केउ स्कंदरे जोगर लक्षण वर्णित? उत्तर तृतीय स्कंदरे भागवतर जोगर लक्षण वर्णित होइछि। तुलाभीणा केते अध्याय विशिष्ट? उत्तर तुलाभीणा 12 अध्याय विशिष्ट। परवर्ती प्रश्न परिमला कहा द्वारा संपादित होइथिला? उत्तर केदारनाथ महापात्रंक द्वारा परिमला संपादित होइथिला। परवर्ती प्रश्न धामछत्रर रचयिता किए? उत्तर शिशु अनंत धामछत्रर रचयिता। लावण्यनिधि काहार रचना? उत्तर नलनाक्ष मर्दराजंक रचना लावण्यनिधि। राधाविलाप काव्यर रचयिता किए? उत्तर चंद्रशेखर नृप राधाविलाप काव्यर रचयिता। रसकल्पलता काव्यर रचयिता किए? उत्तर ब्रजसुंदर पट्टनायक रसकल्पलता काव्यर रचयिता। मुक्तिमंडपरे केतोटी स्तंभ रहिछि? उत्तर 16टी स्तंभ मुक्तिमंडपरे रहिछि। जगन्नाथ केउ दांतकाठी घसंती? उत्तर मुतुरी दांतकाठी रे जगन्नाथ दांत घसी थांती। परवर्ती प्रश्न शब्दमूल रे नूतन ध्वनि आसिले ताकू कौन कुहा जाए? उत्तर आगम कुहा जाए। परवर्ती प्रश्न ना दियार अन्य अर्थ कौन? उत्तर मानसांक ना दियार अन्य अर्थ। परवर्ती प्रश्न कांजियाला ओसार लेखक किए? उत्तर द्विज रघुनाथ दास कांजियाला ओसार लेखक। परवर्ती प्रश्न केउ भक्त पाई श्री जगन्नाथ गजानन बेश होइथांती? उत्तर गणपति भट्टंक पाई जगन्नाथ गजानन बेश होइथांती। शैव धर्मर गद्य ग्रंथर नाम कौन? उत्तर सोमनाथ व्रतकथा शैव धर्मर गद्य ग्रंथ। परवर्ती प्रश्न केउ राजा अलारनाथ मंदिर तोड़ाई थिले? उत्तर मदन महादेव
ଅଲାରନାଥ ମନ୍ଦିର ତୋଳାଇଥିଲେ? ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜାଙ୍କ ସମୟରେ ମାଳିନୀ ନଦୀ ପୋତା ହୋଇଥିଲା? ଉତ୍ତର, ବୀର ନରସିଂହ ଦେବଙ୍କ ସମୟରେ ମାଳିନୀ ନଦୀ ପୋତା ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ମାଟିର ମହାକବି ସାରଳା ଦାସ କାହାର ରଚନା? ଉତ୍ତର, ମାୟାଧର ମାନସିଂହଙ୍କ ରଚନା ମାଟିର ମହାକବି ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନ, ସାରଳା ସାହିତ୍ୟ ପରିକ୍ରମା କାହାର ରଚନା? ଉତ୍ତର, ସୁରେନ୍ଦ୍ର ମହାରଣାଙ୍କ ରଚନା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ଜିଲ୍ଲାରେ ଆଧ୍ୟାତ୍ମ ରାମାୟଣର ଆଦର ରହିଛି? ଉତ୍ତର, ଗଞ୍ଜାମ ଜିଲ୍ଲାରେ ଆଧ୍ୟାତ୍ମ ରାମାୟଣର ଆଦର ରହିଛି। ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ଅଭିଧାନ ଗ୍ରନ୍ଥଟି କ'ଣ? ଉତ୍ତର, ଗୀତାଭିଧାନ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ଅଭିଧାନ ଗ୍ରନ୍ଥ। ପରବର୍ତ୍ତୀ ପ୍ରଶ୍ନ, ଭୂପତି ପଣ୍ଡିତ କେଉଁ ବୈଷ୍ଣବ ସମ୍ପ୍ରଦାୟର କବି ଥିଲେ? ଉତ୍ତର, ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର। ପରବର୍ତ୍ତୀ ପ୍ରଶ୍ନ, ଗୌଡ଼ୀ ରୀତିରେ କେଉଁ ଭାବ ପ୍ରକାଶ ପାଇଥାଏ? ଉତ୍ତର, ବୀର ଓ ରୌଦ୍ର ଭାବ ଗୌଡ଼ୀ ରୀତିରେ ପ୍ରକାଶ ପାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ସୁମେରିୟଙ୍କ ଲିପିକୁ କ'ଣ କୁହାଯାଏ? ଉତ୍ତର, କ୍ୟୁନିଫର୍ମ ସୁମେରୀୟମାନଙ୍କ ଲିପିକୁ କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମୌଳିକ ଧ୍ୱନିକୁ କିଏ ସ୍ଥାୟିତ୍ୱ କରେ? ଉତ୍ତର, ଲିପି ମୌଳିକ ଧ୍ୱନିକୁ ସ୍ଥାୟିତ୍ୱ କରିଥାଏ। କେଉଁ ଲିପିରେ ପ୍ରତ୍ୟେକ ଉଚ୍ଚାରିତ ଧ୍ୱନି ପାଇଁ ଏକ ନିର୍ଦ୍ଦିଷ୍ଟ ଚିହ୍ନ ରହିଛି? ଉତ୍ତର, ବ୍ରାହ୍ମୀ ଲିପି ପାଇଁ ଏକ ନିର୍ଦ୍ଦିଷ୍ଟ ଚିହ୍ନ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ଲିପି ବଙ୍ଗଳା ଲିପିରୁ ସୃଷ୍ଟି ହୋଇଛି ବୋଲି କିଏ କହିଥିଲେ? ଉତ୍ତର, ରାଖାଲ ଦାସ ବାନାର୍ଜୀ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ, କୁଟିଳ ଲିପି କେଉଁ ଲିପିର ଏକ ଭାଷା? ଉତ୍ତର, ବ୍ରାହ୍ମୀ ଲିପିର ଏକ ଭାଷା କୁଟିଳ ଲିପି। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ଲିପିତତ୍ତ୍ୱର ପ୍ରବର୍ତ୍ତକ କିଏ? ଉତ୍ତର, ବିହ୍ୱଲର ଭାରତୀୟ ଲିପିତତ୍ତ୍ୱର ପ୍ରବର୍ତ୍ତକ। ପରବର୍ତ୍ତୀ ପ୍ରଶ୍ନ, ପାଣିନିଙ୍କ ଅଷ୍ଟାଧ୍ୟାୟୀରେ କେଉଁ ଲିପି ରହିଛି? ଉତ୍ତର, ଯବନାନୀ ଲିପି ପାଣିନିଙ୍କ ଅଷ୍ଟାଧ୍ୟାୟୀରେ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଗୁପ୍ତଲିପି କେଉଁ ଲିପିର ପରବର୍ତ୍ତୀ ବିକଶିତ ସ୍ତର? ଉତ୍ତର, ବ୍ରାହ୍ମୀ ଲିପିର ବିକଶିତ ସ୍ତର। ପରବର୍ତ୍ତୀ ପ୍ରଶ୍ନ, କଳିଙ୍ଗ ଲିପିକୁ କେଉଁ ବଂଶର ରାଜାମାନେ ପ୍ରଚଳିତ କରୁଥିଲେ? ଉତ୍ତର, ଗଙ୍ଗବଂଶର ରାଜାମାନେ କଳିଙ୍ଗ ଲିପିକୁ ପ୍ରଚଳିତ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ନିବାରଣ ଅର୍ଥରେ କେଉଁ ବିଭକ୍ତି ହୁଏ? ଉତ୍ତର, ଚତୁର୍ଥୀ ବିଭକ୍ତି ନିବାରଣ ଅର୍ଥରେ ହୁଏ। ପରବର୍ତ୍ତୀ ପ୍ରଶ୍ନ, ବଳାଘାତ ଦ୍ୱାରା ଶବ୍ଦର କ'ଣ ପରିବର୍ତ୍ତନ ଘଟେ? ଉତ୍ତର, ଧ୍ୱନି ପରିବର୍ତ୍ତନ ଘଟେ। ପରବର୍ତ୍ତୀ ପ୍ରଶ୍ନ, ଲୋକସାହିତ୍ୟ କାହାର ଅଂଶବିଶେଷ? ଉତ୍ତର, ଲୋକ ସଂସ୍କୃତିର ଅଂଶବିଶେଷ ଲୋକ ସାହିତ୍ୟ।
ଲୋକ ସାହିତ୍ୟ କେଉଁଥିରେ ନିହିତ? ଉତ୍ତର ଲୋକ ଜୀବନରେ ଲୋକ ସାହିତ୍ୟ ନିହିତ। ଲୋକଗୀତର ବିକାଶରୁ କ'ଣ ସୃଷ୍ଟି ହୋଇଛି? ଉତ୍ତର କବିତା ଲୋକଗୀତର ବିକାଶରୁ ସୃଷ୍ଟି ହୋଇଛି। ପରବର୍ତ୍ତୀ ପ୍ରଶ୍ନ, କେଉଁଥିରୁ ଶାସ୍ତ୍ରୀୟ ସଙ୍ଗୀତ ଜନ୍ମଲାଭ କରିଛି ବୋଲି ବିଶ୍ୱାସ ରହିଆସିଛି? ଉତ୍ତର ଲୋକଗୀତରୁ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ପଲ୍ଲୀ ସାହିତ୍ୟ କାହାର ରଚନା? ଉତ୍ତର ନଟବର ସାମନ୍ତରାୟଙ୍କ ରଚନା ଓଡ଼ିଆ ପଲ୍ଲୀ ସାହିତ୍ୟ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଗୋପବନ୍ଧୁ ଦାସଙ୍କ ରଚିତ ମିଥ୍ ଧର୍ମୀ କବିତା? ଉତ୍ତର ଧର୍ମପଦ ଗୋପବନ୍ଧୁ ଦାସଙ୍କ ରଚିତ ମିଥ୍ ଧର୍ମୀ କବିତା। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଥ୍ୟାଙ୍କ ୟୁ।